ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ନମସ୍କାର। ମୋ ଭାଇ ବିଶ୍ୱନାଥ ପାଣି ଆଜି ଏକ ନୂତନ ଶିକ୍ଷାରେ ଆପଣମାନଙ୍କୁ ମୁଁ ସ୍ୱାଗତ କରେ। ଆଜିର ଶିକ୍ଷା ଏପରି ରହିବ ବା ଅଂଶ ଏପରି ରହିବ, ସତ୍ୟ ଓ ପ୍ରେମର ଆଚରଣ। ବାଇବେଲ କହେ, ସତ୍ୟରେ ଓ ପ୍ରେମରେ ଥାଇ ସମସ୍ତ କାର୍ଯ୍ୟ କର। ଏଫେସୀୟ 4:15 ଲେଖା ଅଛି। ସତ୍ୟ ଆମକୁ ଧର୍ମରେ ସୁଦୃଢ଼ କରେ, କିନ୍ତୁ ଯଦି ସେଥିରେ ପ୍ରେମ ନଥାଏ ତାହା କଠିନତା ଓ ନିର୍ଦ୍ଦୟତାରେ ପରିଣତ ହୋଇଯାଏ। ସେହିପରି ପ୍ରେମ ଯଦି ସତ୍ୟ ବିନା ଥାଏ ତାହା ଦୁର୍ବଳ ଓ ଭ୍ରମରେ ପରିଣତ ହୁଏ। ଯୀଶୁଙ୍କ ଜୀବନ ହେଉଛି ସତ୍ୟ ଓ ପ୍ରେମର ପୂର୍ଣ୍ଣ ସମନ୍ୱୟ। ଯୋହନ 1:14 ଲେଖା ଅଛି। ଆମେ ଏଠାରେ ଶିକ୍ଷା କରିବା ଯେ ସତ୍ୟ ଓ ପ୍ରେମର ଆଚରଣ ବିଷୟରେ ବାଇବେଲ କ'ଣ କହେ। ପ୍ରେମ ବିନା ସତ୍ୟ କ'ଣ ହୁଏ? ସତ୍ୟକୁ କଠିନ, ଆଲୋଚନାତ୍ମକ ଓ ନିର୍ଦ୍ଦୟ ଭାବରେ ପ୍ରକାଶ କରାଯାଏ। ଏଥିରେ କୃପା ଓ କ୍ଷମାର ଅଭାବ ଥାଏ। ଆମେ ଉଦାହରଣ ଦେଖିବା ଯୀଶୁଙ୍କର। ଯୋହନ 8:3-11 ଲେଖା ଅଛି। ସେଠାରେ ଲେଖା ଅଛି, ମୁଁ ଆପଣଙ୍କୁ ମୋଟାମୋଟି ଭାବେ କହିବା ପାଇଁ ଚାହେଁ ଯେ ଫାରୁଶୀମାନେ ଏକ ସ୍ତ୍ରୀଙ୍କୁ ବ୍ୟଭିଚାର କରୁଥିବା ଅବସ୍ଥାରେ ତାଙ୍କୁ ଧରି ଯୀଶୁଙ୍କ ପାଖକୁ ଆଣିଲେ। ଆଉ ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ନିମନ୍ତେ କହିଲେ ଯେ ବ୍ୟବସ୍ଥା ଲେଖା ଅଛି, ସିଏ ବ୍ୟଭିଚାର ପାପରେ ଧରାଯିବ, ତାକୁ ପଥର ଫୋପାଡ଼ି ମାରିବାକୁ। ତ ଆପଣ ଏ ବିଷୟରେ କ'ଣ କହୁଛନ୍ତି? ଆମେ ସେଠାରେ କ'ଣ ଦେଖୁଛୁ? ପ୍ରେମ ବିନା ସତ୍ୟ। ସେମାନେ ସତ୍ୟକୁ ଷ୍ଟ୍ରଙ୍ଗଲି ଧରିଛନ୍ତି, ସତ୍ୟ ପ୍ରକାଶ କରୁଛନ୍ତି। ଏହି ବ୍ୟଭିଚାରୀ ସ୍ତ୍ରୀକୁ ଆମେ ପାପରେ ଦେଖିଲୁ, କିନ୍ତୁ ସେମାନଙ୍କ ଜୀବନରେ ପ୍ରେମ ନାହିଁ। ପ୍ରେମ ବିନା ସତ୍ୟ। ଆଜି ମଧ୍ୟ ଆମେ ଦେଖୁ, ପ୍ରେମ ବିନା ସତ୍ୟ ଧରିବା ହେତୁ ପରିବାରରେ ଛୋଟ ଛୋଟ କଥାରେ ଅଶାନ୍ତି, ମଣ୍ଡଳୀ ମଧ୍ୟରେ, ସମାଜରେ। ଆଉ ପ୍ରେମ ବିନା ସତ୍ୟ ନିର୍ଦ୍ଦୟତା ଏବଂ ବିଚ୍ଛେଦତା ଆଣେ। କିନ୍ତୁ ଆମେ ଦେଖୁଛୁ ଯୀଶୁଙ୍କ ଠାରେ ସତ୍ୟ ଓ ପ୍ରେମର ପ୍ରକାଶ। ଯୀଶୁ ସେହି ସ୍ତ୍ରୀକୁ କହିଲେ, ସତ୍ୟ ଜଣେଇଲେ, ତୁମେ ଆଜିଠାରୁ ପାପ କର ନାହିଁ। ତାଙ୍କ ପାପକୁ ବି ଦେଖେଇଲେ, କିନ୍ତୁ ପରେ କହୁଛନ୍ତି ପ୍ରେମରେ କ୍ଷମା ଦେଇ, ମୁଁ ତୁମକୁ ଦଣ୍ଡିତ ବୋଲି ମୁଁ ମନେ କରୁନାହିଁ। ତ ପ୍ରେମରେ କ୍ଷମା ମଧ୍ୟ ଦେଲେ ଏକ ନୂଆ ଜୀବନଯାପନ କରିବା ପାଇଁ। ପ୍ରଭୁ ଖ୍ରୀଷ୍ଟ ସତ୍ୟ ଓ ପ୍ରେମର ଆଚରଣ ସେ ବ୍ୟଭିଚାରୀ ସ୍ତ୍ରୀଙ୍କ ନିକଟରେ ପ୍ରକାଶ କଲେ। ଏହା ଆମମାନଙ୍କ ନିମନ୍ତେ ମଧ୍ୟ ଶିକ୍ଷା ଅଟେ। ଆମେମାନେ ସତ୍ୟ ଓ ପ୍ରେମ ଏ ଦୁଇଟାକୁ ନେଇ ଆମେ ଖ୍ରୀଷ୍ଟୀୟ ଜୀବନରେ ଆଗକୁ ବଢ଼ିବା। ଯଦି ଖାଲି ସତ୍ୟ ଧରିବା ତାହେଲେ ଆମମାନଙ୍କ ଠାରେ କେବଳ ଆପଣ ମୋତେ ସତ୍ୟ ଦେଖେଇବେ, ମୁଁ ଆପଣଙ୍କୁ ସତ୍ୟ ଦେଖେଇବି, ଆଉ ଏ ସତ୍ୟ ଆମମାନଙ୍କୁ କ'ଣ କରିବ? ବିଚ୍ଛେଦ କରିବ। ଆଉ ସବୁବେଳେ ପ୍ରେମ ବିନା ସତ୍ୟ ନିର୍ଦ୍ଦୟତାକୁ ପ୍ରକାଶ କରେ। ଏହା ମଣିଷକୁ ଭାଙ୍ଗି ଦିଏ, ଉଦ୍ଧାର କରିପାରେ ନାହିଁ। ଫାରୁଶୀମାନେ କ'ଣ କଲେ?
ସତ୍ୟକୁ ଧରିଥିଲେ। ସତ୍ୟ ଆଜି ମଧ୍ୟ ଦେଖନ୍ତୁ ଅନେକ ଲୋକମାନେ ସତ୍ୟକୁ ଧରିକି ଅଛନ୍ତି। ହଁ, ସେ ସେଇଟା କରୁଛି, ସେ ସେଇଟା କରୁଛି, ସେ ପରସ୍ପର ଭିତରେ ସତ୍ୟ ଦେଖା ଦେଖି। କିନ୍ତୁ ଯୀଶୁ ସତ୍ୟ ଓ ପ୍ରେମକୁ ଦେଖାଇଲେ, ସତ୍ୟକୁ ପ୍ରେମରେ ପ୍ରକାଶ କଲେ। ଆଜି ମଧ୍ୟ ଆମମାନେ ସତ୍ୟକୁ ପ୍ରେମରେ ପ୍ରକାଶ କରୁ, ପ୍ରେମରେ ପ୍ରକାଶ କରାର ଅଛି, ସତ୍ୟକୁ ପ୍ରେମରେ କହିବାର ଅଛି। ଏହା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନରେ ଯେମିତି ବ୍ୟଭିଚାରୀ ସ୍ତ୍ରୀଙ୍କୁ ପ୍ରଭୁ ଶ୍ରୀଖ୍ରୀଷ୍ଟ କ୍ଷମା ଦେଲେ ଏବଂ ତାଙ୍କ ଜୀବନରେ ନୂତନ ସ୍ୱଭାବ ନିମନ୍ତେ ଏକ ପରିବର୍ତ୍ତନର ସୁଯୋଗ ମିଳିଲା। ଆଉ ଗୋଟେ ବିଷୟ ଦେଖିବା, ସତ୍ୟ ବିନା ପ୍ରେମ। ଆମେ ଦେଖୁଥିଲୁ ପ୍ରେମ ବିନା ସତ୍ୟ। ସତ୍ୟ ବିନା ପ୍ରେମ କଣ ହୁଏ? ଏହି ପ୍ରେମ ଅନ୍ଧ ସହିଷ୍ଣୁତାକୁ ବୁଝାଏ। ଏହି ପ୍ରେମରେ ଯୋଉ ସମାଧାନ ରହିବ ବା ଏ ଯୋଉ ସତ୍ୟ ବିନା ପ୍ରେମ ଭ୍ରମରେ ପରିଣତ କରାଯାଇଥାଏ। ଏହା ଲୋକଙ୍କୁ ପାପରେ ସହାୟ କରେ। କାହିଁକି? ଏ ପ୍ରେମରେ ସତ ନାହିଁ। ଯୀଶୁଙ୍କ ପ୍ରେମରେ ସତ ଥିଲା, ସେ ପାପକୁ ବି ଜଣାଇଲେ। ଆଜି ମଧ୍ୟ ଆମମାନଙ୍କ ଜୀବନରେ ଈଶ୍ୱର ସତ୍ୟକୁ ଜଣାଇଲେ, ତୁ ପାପୀ ତଥାପି ମୁଁ ତତେ ପ୍ରେମ କରୁଛି। ଈଶ୍ୱର ପ୍ରେମରେ ଆମ ସହିତ କଥା ହେଲେ, ସତ୍ୟ ଜଣାଇଲେ। ଆଜି ମଧ୍ୟ ଆମମାନଙ୍କ ଜୀବନରେ ଏ ଆଚରଣ ବହୁତ ଜରୁରୀ। ସତ୍ୟ ଓ ପ୍ରେମ ଖ୍ରୀଷ୍ଟୀୟ ଜୀବନର ଭିତ୍ତି ଅଟେ। ଆଉ ଏଇଟା ଯଦି ନାହିଁ, ତାହେଲେ ଆମମାନଙ୍କ ପ୍ରେମରେ ଲୋକମାନେ ହେଇପାରେ ମୁହଁରେ ଖୁସି ଆଣିଦେଇ ପାରିବ, ସୁବିଧା ବି ଆଣିଦେବ, କିନ୍ତୁ ସେମାନେ ପାପରେ ଅଟକି ଯିବେ। ଆଉ ସେମାନଙ୍କର ପରିଣାମ କଣ ହବ? ଆଉ ଏହିପରି ପ୍ରେମକୁ କୁହାଯିବ ପ୍ରବଞ୍ଚନା ଜନକ ପ୍ରେମ। ଏହି ପ୍ରେମକୁ ଦେଖାଣିଆ ପ୍ରେମ ବୋଲି କୁହାଯିବ। ଏହି ପ୍ରେମକୁ ନକଲି ପ୍ରେମ, କାହିଁକି? ଏହି ପ୍ରେମରେ ସତ୍ୟ ନାହିଁ, ସତ୍ୟ ବିନା ପ୍ରେମ। ଈଶ୍ୱରଙ୍କ ପ୍ରେମରେ ସତ୍ୟ ଅଛି, ଆଉ ପ୍ରେମ ବିନା ସତ୍ୟ ଅଛି, ଆଉ ସେଇ ପ୍ରକାର ସତ୍ୟ ଉଦ୍ଧାର ଦେବ ନାହିଁ। ସେଇ ସତ୍ୟ ସବୁବେଳେ ସମ୍ପର୍କକୁ ଭାଙ୍ଗିବ, ପରିବାରକୁ ଭାଙ୍ଗିବ, ମଣ୍ଡଳୀକୁ ଭାଙ୍ଗିବ। ଯେମିତି ଆମମାନଙ୍କ ଜୀବନରେ ଦୁଇଟା ଆଖି ଦିଆଯାଇଛି, ଆମେ ଦୁଇଟା ଆଖି ସାହାଯ୍ୟରେ ଆଗକୁ ବଢ଼ିପାରୁ, ଦୁଇଟା ପାଦ ଗୋଡ଼ ସାହାଯ୍ୟରେ ଆମେ ଆଗକୁ ବଢ଼ିପାରୁ। ଖ୍ରୀଷ୍ଟୀୟ ଜୀବନର ଭିତ୍ତି ସତ୍ୟ ଓ ପ୍ରେମକୁ ନେଇକି ଆମେ ସତ୍ୟ ଓ ପ୍ରେମ ଆମେ ପ୍ରତ୍ୟେକଙ୍କୁ ପ୍ରକାଶ କରାଯାଉଛି। ଅନେକଙ୍କ ଜୀବନ ଆମେ ତ୍ରୁଟି ଦେଖିବା, ଭୁଲ ଦେଖିବା, ପରିବାରରେ ମଧ୍ୟ ସେପରି। ଆପଣ ଦେଖନ୍ତୁ, ଯେଉଁମାନେ ସତ୍ୟକୁ ଧରନ୍ତି ସେମାନେ କଟୁ ବାକ୍ୟ, କଠିନ ଭାବରେ ନିନ୍ଦା କରି, ଆଲୋଚନା କରି, ପ୍ରେମ ନଥାଏ। ଯେଉଁ ଫଳରେ এই ଗୁଣ ଯଦି ପ୍ରଭୁଙ୍କ ଦାସ ମାନଙ୍କ ଠାରୁ ଅଛି, ତାହେଲେ ବିଶ୍ୱାସ ମାନେ ଦୂରେଇ ଯାଆନ୍ତି। ପରିବାରରେ ମଧ୍ୟ ପୁରୁଷ ଠାରୁ ସ୍ତ୍ରୀ ଦୂରେଇ ଯାଏ, ସ୍ତ୍ରୀ ଠାରୁ ପୁରୁଷ ଦୂରେଇ ଯାଏ, ପିଲାମାନେ ଦୂରେଇ ଯାଆନ୍ତି। ତେଣୁ ସତ୍ୟ ଓ ପ୍ରେମର ଆଚରଣ ମାନଙ୍କ ଜୀବନ ଆବଶ୍ୟକ। କାହିଁକି? ଏଇ ଦୁଇଟି ବିଷୟ ଆମେ ଯୀଶୁଙ୍କ ଠାରୁ ଦେଖିବାକୁ ପାଉଛୁ। ଆମେ ଯଦି ଉଦାହରଣ ନେବା ଏଲିଙ୍କ ବିଷୟରେ, ଏଲି ମହାଯାଜକ ତାଙ୍କର ପୁଅମାନଙ୍କୁ ସତ୍ୟ ବିନା ପ୍ରେମ କଲେ, ଯେଉଁ ପ୍ରେମରେ ପିଲାମାନେ ଶିକ୍ଷା ପାଇଲେ ନାହିଁ, ଆଉ ସେମାନେ ଈଶ୍ୱରଙ୍କ ବିରୁଦ୍ଧ ଆଚରଣ କଲେ, ପାପରେ ସେମାନେ ରହିଗଲେ, ପାପରେ ଆଗକୁ ବଢ଼ିଲେ, ଆଉ ସେମାନଙ୍କର ପରିବାର ଧ୍ୱଂସ ହେଲା। ସତ୍ୟ ବିନା ପ୍ରେମ ସମ୍ପୂର୍ଣ୍ଣ ମିଥ୍ୟା ଅଟେ, ଭ୍ରମ ଆଡ଼କୁ ନେବା। ତେଣୁ ବାଇବେଲ ଏହା ଉପରେ ଲେଖା ଅଛି, ଯେଉଁଠାରେ ବି ସତ୍ୟ ନାହିଁ ତାହା ଦେଖାଣିଆ ବୋଲି କୁହାଯିବ। ଆମେ ଏଠାରେ କ'ଣ ସାରାଂଶ ପାଉଛୁ? ସତ୍ୟ ଓ ପ୍ରେମ ଦୁଇଟି ଖ୍ରୀଷ୍ଟୀୟ ଆଚରଣର ଭିତ୍ତି।
ପ୍ରେମ ବିନା ସତ୍ୟ ନିର୍ଦ୍ଦୟତା ମଣିଷକୁ ଭାଙ୍ଗି ଦିଏ। ସତ୍ୟ ବିନା ପ୍ରେମ ଭ୍ରମ ବା ମିଥ୍ୟା ମଣିଷକୁ ପାପରେ ରଖିଦିଏ। ସତ୍ୟ ଓ ପ୍ରେମ, ସତ୍ୟ ପ୍ଲସ୍ ପ୍ରେମ ଇକ୍ୱାଲ୍ ଟୁ ଉଦ୍ଧାର। ମଣିଷକୁ ପାପରୁ ଉଦ୍ଧାର କରି ଖ୍ରୀଷ୍ଟୀୟ ସ୍ୱଭାବରେ ପରିବର୍ତ୍ତନ କରେ। ଆସନ୍ତୁ ଆମେ ସତ୍ୟ ଓ ପ୍ରେମର ଆଚରଣ କରୁ। ସମସ୍ତଙ୍କୁ ନମସ୍କାର।